শরণাগত দীননাথং পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতি। জয় মা শারদা। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଇଏ ନୀତିବାଣୀକୁ ଇଏ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହବ। ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ, ଜୀବନରେ ଆଜ୍ଞା ଜନ୍ମ ମାନେ ମୃତ୍ୟୁ। ମୃତ୍ୟୁ ଯେତେବେଳେ ହୁଏ ସମସ୍ତେ ଆଜ୍ଞା ଏ କାନ୍ଦିବେ। ଜୀବନରେ କିଏ କେତେବେଳେ ଇଏ କାନ୍ଦେ। ଆଜି ମୃତ୍ୟୁ ହେଇଛି ତା 15 ଦିନ ବାଦେ ଭୁଲିଯିବେ, ମାସକ ବାଦ ବି ଭୁଲି ଯାଇପାରନ୍ତି। କିନ୍ତୁ ଜୀବନରେ ଏଭଳି ସମୟ ଆସେ କିଏ କେତେବେଳେ ଇଏ କାନ୍ଦିବେ। ଜୀବନର ଶେଷ ଯାଏ ମାତା କାନ୍ଦୁଥିବେ, ଭଉଣୀ ଯେ କାନ୍ଦୁଥିବ, ଭଉଣୀ ଯେ କାନ୍ଦୁଥିବ, ପୁନେଇ ପରବେ, ପୁନେଇ ପରବେ, ପୁନେଇ ପରବେ। ଗର୍ଭଧାରିଣୀ ମା ଜୀବନ ସାରା ଆଜ୍ଞା କାନ୍ଦିବ। ଗୋଟିଏ ଦିନର ଶିଶୁ ଅନ୍ଧକାର ଗୃହରୁ ସେ ଆଲୋକ ମଧ୍ୟକୁ ଆସେ, ସେଇ ଗୋଟିଏ ଦିନ ସେ ଆଲୋକକୁ ଦର୍ଶନ କରି ତାପରେ ସେ ମୃତ୍ୟୁବରଣ କରିଯାଏ। ସେଇ ଗୋଟିଏ ଦିନର ସ୍ନେହ ମମତାକୁ ମା କେବେ ଇଏ ଭୁଲି ପାରିବନି। ସେ ଜୀବନ ସାରା ବସି କାନ୍ଦିବ। ସେଇ କିଛି ସମୟର ସ୍ନେହ ମମତାଟା ମାକୁ ଜୀବନ ସାରା ଆନ୍ଦୋଳିତ କରୁଥିବ। କିନ୍ତୁ ଭଉଣୀ ଗୋଟିଏ ଦିନ ମାତ୍ର ଆସେ, ଭଉଣୀ କାନ୍ଦିବ। ସେ ଦିନଟି ହେଉଛି ରାକ୍ଷୀ ବନ୍ଧନ। ଯେଉଁଦିନ ରାକ୍ଷୀ ବନ୍ଧନ ହେଉଥିବ ସେଦିନ ଭଉଣୀ ଆଖିରେ ଲୁହ ଆସି ଯାଉଥିବ। କହିବ ମୋ ଭାଇ ଆଜି ଥାନ୍ତା କି, ମୋ ଭାଇ ଥିଲେ ତା ହାତରେ ମୁଁ ଆଜି ରାକ୍ଷୀ ବାନ୍ଧି ଦେଇଥାନ୍ତି। ସେଇ ଗୋଟିଏ ଦିନ ଭଉଣୀ କେବଳ ଭାଇ କଥାକୁ ମନେ ପକେଇ କାନ୍ଦେ। ବାପ କାନ୍ଦୁଥିବ ଦାଣ୍ଡେ ଚାଟ ଚାଲୁଥିଲେ, ଭାଇ କାନ୍ଦୁଥିବ ଦାଣ୍ଡ କଳ ଘର ବେଳେ। ବୁଢା ବାପ ଦାଣ୍ଡ ପିଣ୍ଡାରେ ବସିଥିବ, ପୁଅର ସାଙ୍ଗମାନେ ଗାଡି ନେଇକି ତା ବୁଢା ଆଖି ଆଗରେ ଇଏ ଚାଲି ଯାଉଥିବେ। ବୁଢା ବାପ ତା ସାଙ୍ଗମାନଙ୍କୁ ଦେଖିକିନା ଆଖିରୁ ତାର ଧାର ଧାର ଲୁହ ଲିଗିରି ଆସିବ। ସେଇଠି ବୁଢା ବାପର ମନେ ପଡି ଯାଉଥିବ, ଆଜି ମୋ ପୁଅ ଆଜି ଥାନ୍ତା କି, ମୋ ପୁଅ ଆଜି ଥିଲେ ଏଇଭଳି ଭାବରେ ଆଜି ସୁଟ ସାର୍ଟ ପିନ୍ଧି ଗାଡି ଚଢିକିନା ଆଜି ବି ସେ ବୁଲୁଥାନ୍ତା। ପୁଅର ସାଙ୍ଗମାନଙ୍କୁ ଯେତେବେଳେ ଦେଖି ନେଉଥିବ ବୁଢା ବାପା ଆଖିରୁ ସେଇ ସମୟରେ ଲୁହ ନିଗିଡି ପଡେ। ଆଉ ଭାଇ କି ଯଦି ଦାଣ୍ଡରେ କିଏ ଯଦି ଗୋଟେ ମାରିଦିଏ ବା ଗାଳି ଗୁଜବ କରେ, ସେଇ ସମୟରେ ଭାଇ କଥା ମନେ ପଡିଯିବ। ମୋ ଭାଇ ଆଜି ଥାନ୍ତା କି, ଆମେ ଦି ଭାଇ ମିଶିକିନା ଆଜି ଇଏ କୁଟି ଦେଇଥାନ୍ତୁ।
मो भाई नहीं बोली आज से मते एकुटिया भाभी केते माइला केते गाली गुजब कला से समय भाईर कथा भाईर ये मन पड़ो से कांदिबो पिला माने कांदोतिबे यात्रा पड़िया रे स्त्री कांदु थिब मला 13 दिन जाए पिला माने आगे ये यात्रा पड़िया को जाइछंती यात्रा पड़िया रे अन्य पिला माने आइसक्रीम खाउछंती बेलून किणुछंती पिला माने से सब ताक ये बाप कथा मने पड़ी जीवो मो बापा जदि आज था ना आज यही भली से हमको आइसक्रीम किणी देउता बेलून किणी देता पिला मानक आखिरु धार धार लुह लिकिड़ी पड़िबो बाप कथा से मन पड़ी जाए आ स्त्री क्षमा करिवे नारी जाति होची 2 प्रकार माया भक्ति सुनऊ तम दौ नारी वर्ग जान ई सब कौ 2 प्रकार नारी थांती गोटे होची माया नारी गोटे होची ये भक्ति नारी माया नारी माने 13 दिन पर्यंत कांदिबे से का हाथ धरिकी पुणी चली जिवे माया पुरुष भी सैया स्त्री जदि मरी जाए तो 13 दिन कांदिबो तापर आउ कोनसी झियो गोटे देखी एडजस्ट हो जिवो किंतु भक्ति नारी माने से किंतु जीवन सारा ता स्वामी कथा मन पकई ये कांदंती यही थला मोर नीतिवाणी ये निर्जास कथा जदि मो नीतिवाणी आपन को भल लागितिबो बा श्रवण करथिबे आपन जीवन धन्य हो जिवो आपण वैकुंठपुर ये लाभ करिवे आजिकार अनुचिंता घर आगे कुकुर जदि मुंड टेकिना भुके कांदिबो जानिबे अशुभ सूचक घर आगे कुकुर जदि ऊपर को मुंड टेकिना कांदे जानिबे जे अशुभ सूचक एतिकी कही मोर नीतिवाणी अनुचिंता को परिसमाप्त करुची ये प्रणाम जय जगन्नाथ।